ସକାଳୁ ଉଠି କରନ୍ତୁ ଏହି ତିନୋଟି କାମ, ଆପଣଙ୍କୁ ମିଳିବ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ। ପ୍ରତ୍ୟେକ ବ୍ୟକ୍ତି ଚିନ୍ତା କରେ କି ତାର ଦିନ ଆରମ୍ଭ ଖୁବ୍ ଭଲ ଏବଂ ଶୁଭ ହେଉ। କଥାରେ ଅଛି, ଦିନର ଆରମ୍ଭ ଭଲ ଏବଂ ଶୁଭ ହେଲେ ଆପଣଙ୍କର ପୁରା ଦିନଟି ବହୁତ ଭଲ ଭାବରେ କଟିଥାଏ। ଯଦି ସକାଳୁ ସକାଳୁ ମନ ଭିତରେ ସକାରାତ୍ମକ ଭାବନା ଆସିଥାଏ, ତେବେ ପୁରା ଦିନ ଆପଣଙ୍କର ମନ ଖୁସି ରହିବା ସହିତ କିଛି ଖରାପ ଚିନ୍ତା ମନ ଭିତରକୁ ପଶେ ନାହିଁ। ସେଥିପାଇଁ ଦିନର ଆରମ୍ଭରେ ଏମିତି କିଛି କାର୍ଯ୍ୟ କରନ୍ତୁ ଯାହାଦ୍ୱାରା ପୁରା ଦିନଟି ଭଲରେ ବିତିବ ଏବଂ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କ ଉପରେ ରହିବ, ଯାହାଫଳରେ ଆପଣଙ୍କର ଜୀବନରେ ସୁଖ ସୁବିଧା କେବେ ବି କମ୍ ହେବ ନାହିଁ ଏବଂ ତା ସହିତ ଆପଣଙ୍କୁ ଚିନ୍ତାରୁ ବି ମୁକ୍ତି ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି କାର୍ଯ୍ୟ ଅଛି ଯାହାକୁ ସକାଳୁ ସକାଳୁ କଲେ ମନରେ ସକାରାତ୍ମକ ଭାବନା ସୃଷ୍ଟି ହେବା ସହିତ ମା ଲକ୍ଷ୍ମୀଙ୍କର ଅଶେଷ କୃପା ଆପଣଙ୍କ ଉପରେ ରହିବ। ଆସନ୍ତୁ ସେହି ଜ୍ୟୋତିଷ ଶାସ୍ତ୍ରର ଉପାୟ ବିଷୟରେ ଭଲ ଭାବରେ ଜାଣିବା। ନମ୍ବର 1, ପ୍ରାତଃ କାଳରେ ନିଦ୍ରାରୁ ଉଠି 2 ହାତର ପାପୁଲିକୁ ଦେଖନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜର ଦିନର ଆରମ୍ଭ ଭଲ ଚାହୁଁଛନ୍ତି, ତାହେଲେ ସେଥିପାଇଁ ଆପଣଙ୍କୁ ସକାଳୁ ଉଠିବା ମାତ୍ରେ ସର୍ବପ୍ରଥମେ ନିଜର 2 ହାତକୁ ମିଶାଇ ଦେଖିବାକୁ ହେବ। କଥାରେ ଅଛି କି ବ୍ୟକ୍ତିର ହାତରେ ମା ଲକ୍ଷ୍ମୀ, ଦେବୀ ସରସ୍ୱତୀ ଏବଂ ବ୍ରହ୍ମାଙ୍କର ବାସ ହୋଇଥାଏ। ସକାଳୁ ସକାଳୁ 2 ହାତକୁ ଦେଖି ନିଜର 2 ପାପୁଲିକୁ ରଗଡ଼ନ୍ତୁ। ଜ୍ୟୋତିଷ ଶାସ୍ତ୍ରରେ ଅଛି ଯେ ହାତକୁ ରଗଡ଼ିବା ସମୟରେ ଏହି ମନ୍ତ୍ରଟି କରାଗେ ବସତେ ଲକ୍ଷ୍ମୀ କର ମଧ୍ୟ ସରସ୍ୱତୀ କରମୂଳେ ସ୍ଥିତେ ବ୍ରହ୍ମ ପ୍ରଭାତେ କର ଦର୍ଶନ କୁହନ୍ତୁ। ଦେଖିବେ ଆପଣଙ୍କର ଦିନ ସାରା ବହୁତ ଭଲରେ କଟିବ ଏବଂ ସବୁ କାର୍ଯ୍ୟ ସଫଳ ହେବାକୁ ଲାଗିବ। ନମ୍ବର 2, ସକାଳୁ ଉଠିବା ମାତ୍ରେ ଧରିତ୍ରୀ ମାତାଙ୍କୁ ପ୍ରଣାମ କର। ଯଦି ଆପଣ ଚାହୁଁଛନ୍ତି କି ପୁରା ଦିନଟି ସକାରାତ୍ମକ ଭାବନାରେ ବିତୁ, ତାହେଲେ ସେଥିପାଇଁ ସକାଳୁ ପ୍ରାତଃ କାଳରେ ଉଠିବା ମାତ୍ରେ ଧରିତ୍ରୀ ମାତାଙ୍କୁ ସ୍ପର୍ଶ କରି ପ୍ରଣାମ କରିବା ଉଚିତ। ଏମିତି କରିବା ଦ୍ୱାରା ବ୍ୟକ୍ତି ଭିତରେ ସକାରାତ୍ମକ ଭାବନା ଜାଗ୍ରତ ହେବା ସହିତ ଆପଣଙ୍କର ସାରା ଦିନ ଭଲରେ ବିତିଥାଏ। ନମ୍ବର, ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ସକାଳୁ ଉଠି ସ୍ନାନ ଏବଂ ଧ୍ୟାନ କରି ସୂର୍ଯ୍ୟଦେବଙ୍କୁ ତମ୍ବାର ଢାଳରେ ଜଳ ଅର୍ପଣ କରେ, ତାହା ଦିନଟି ବହୁତ ଭଲ ଏବଂ ଶୁଭରେ କଟିଥାଏ ଏବଂ ମନ ଭିତରେ ସକାରାତ୍ମକ ଭାବନା ସୃଷ୍ଟି ହେବା ସହିତ ସେ ବ୍ୟକ୍ତିର ମନ ଦିନ ସାରା ପ୍ରଫୁଲ୍ଲ ରହିଥାଏ।